ଭାଇମାନେ, ଆପଣ କେବେ ଏହା ଅନୁଭବ କରିଛନ୍ତି କି ଯେଉଁ ସମ୍ପର୍କୀୟ ଆଉ ପଡ଼ୋଶୀମାନେ ଆପଣଙ୍କୁ ମଧୁର କଥାବାର୍ତ୍ତା କରନ୍ତି, ସେମାନେ ତାଙ୍କ ଭିତରେ ବହୁ ଈର୍ଷା ଆଉ ଜ୍ୱଳନ ମନୋଭାବ ଆପଣଙ୍କ ପ୍ରତି ରଖିଥାନ୍ତି। ସେମାନେ ଛଳନା ମନୋଭାବ ରଖିଥାନ୍ତି। ସେମାନେ ସାମ୍ନାରେ ହସନ୍ତି ଆଉ ପଛରେ ନିନ୍ଦା କରନ୍ତି। ଏମାନେ ଆପଣଙ୍କର ଉନ୍ନତିରେ ସେମାନଙ୍କୁ କଷ୍ଟ ହୁଏ ଓ ଆପଣଙ୍କର ଦୁର୍ବଳତାର ସୁବିଧା ଉଠାଇବା ପାଇଁ ସେମାନେ ଚେଷ୍ଟା କରନ୍ତି। ଆପଣ ଲକ୍ଷ୍ୟ କରିଥିବେ, ଯେତେବେଳେ ଆପଣ ଜୀବନରେ କିଛି ଗୋଟେ ଭଲ କାମ କରିବାକୁ ଚେଷ୍ଟା କରନ୍ତି, ଆପଣଙ୍କର ଅତି ନିକଟତର ଲୋକମାନେ ଆପଣଙ୍କୁ ସେ ଭଲ କାମ କରିବାକୁ ଦେବେନି। ସେ ଆପଣଙ୍କୁ ତଳୁ ଖସାଇବାକୁ ଚେଷ୍ଟା କରିବେ। ଆପଣଙ୍କର ପଡ଼ୋଶୀ ତ କେବଳ ସୁଯୋଗ ଖୋଜିବେ, କେମିତି ଏ ଲୋକ ତା'ର କୌଣସି ଗୋଟେ ସେ ତଳେ ପଡ଼ିଯାଉ, ତା'ର କିଛି ଗୋଟେ ଭୁଲ ଭଟକା ହେଉ, ଆଉ ଯାହାଦ୍ୱାରା ମୋତେ ତା ନାଁରେ ମିଛ ପ୍ରଚାର କରିବା ପାଇଁ ମୋତେ ଭଲ ଲାଗିବ। ଏହା ହଉଛି ଆପଣ ଭାବୁଥିବେ କ'ଣ ମୁଁ ଭୁଲ? ଆଦୌ ନୁହେଁ, ଆପଣ ଠିକ୍ ଥାଆନ୍ତି। କିନ୍ତୁ କଥା ହେଉଛି କ'ଣ, ଏଇ ଯେଉଁ ଆପଣଙ୍କୁ ଈର୍ଷା କରୁଥିବା ବନ୍ଧୁ ବା ଈର୍ଷା କରୁଥିବା ପଡ଼ୋଶୀ, କେମିତି ଆପଣ ତାଙ୍କୁ ପରାସ୍ତ କରିବେ, ଆପଣ କିପରି ଜୀବନରେ କେଉଁ ବାଟରେ ଗଲେ ସେମାନଙ୍କଠାରୁ ଦୂରେଇ ରହିବେ ବା ସେମାନେ କିପରି ଆପଣ କ୍ଷତି କରିପାରିବେ ନାହିଁ, ସେଥିପାଇଁ ଚାଣକ୍ୟ ତାଙ୍କର ଏକ ନୀତି କରିଥିଲେ। ତାହାକୁ ଚାଣକ୍ୟ ନୀତି କହୁ। ଆଉ ସେ ଚାଣକ୍ୟ ନୀତି ଆପଣ ଜାଣିଲେ, ତାହା କେତେ ଗୋଟେ ଶକ୍ତିଶାଳୀ ନୀତି, ତାହା ଜାଣିଲେ ଆପଣ ସେଇ ଯେଉଁ ଶତ୍ରୁ ଆଉ ଈର୍ଷା କରୁଥିବା ବନ୍ଧୁ, ଈର୍ଷା କରୁଥିବା ପଡ଼ୋଶୀ, ତାଙ୍କଠାରୁ ଆପଣ ଦୂରରେ ରହିପାରିବେ। ପ୍ରଥମ କଥା ହେଉଛି, ଆପଣ ଯାହାକୁ ବି ଯେତେବେଳେ ଭଲ ପାଆନ୍ତୁ, ଯାହା ପାଇଁ ବି ଆପଣ ବଳିଦାନ ଦିଅନ୍ତୁ, କିନ୍ତୁ ସବୁବେଳେ ଫାଇଦାର କଥା ଆସେ। ସେଇ ଲୋକ ଆପଣଙ୍କ ବିଷୟରେ ନୁହଁ, ସେ ତାର ନିଜ ବିଷୟରେ ଭାବେ। ଏପରିକି ଆମର ନିକଟତର ଅତି ସମ୍ପର୍କ, ଯେମିତି ବାପା ମା, ଭାଇ ଭଉଣୀ, ପ୍ରତ୍ୟେକ ଲୋକ ସେମାନେ ମଧ୍ୟ ସେମାନେ ନିଜ ବିଷୟରେ ସେମାନେ ଚିନ୍ତା କରନ୍ତି। ସମାଜରେ ଏହା ଗୋଟେ କାରବାର ଭଳି କାମ କରେ। ଯେପର୍ଯ୍ୟନ୍ତ ଆପଣ କାହାକୁ ଗୋଟେ ଦେଉଛନ୍ତି, ସେ ଟଙ୍କା ହେଉ, ପ୍ରେମ ହେଉ, ସମ୍ମାନ ହେଉ, ସୁବିଧା ହେଉ, ସେ ପର୍ଯ୍ୟନ୍ତ ଯାଏ ସମ୍ପର୍କ ଚାଲିବ। ଯେତେବେଳେ ଆପଣ ସେଇଟା ଦବା ବନ୍ଦ କରିଦେବେ, ସେଇ ଲୋକ ଆପଣଙ୍କର ଶତ୍ରୁ ହୋଇଯିବ। ସେ ଆପଣଙ୍କର ପିଠିରେ ଛୁରୀ ମାରିବା ପାଇଁ ଚେଷ୍ଟା କରିବ। ତେଣୁ ସବୁବେଳେ ଚେଷ୍ଟା କରିବେ, ଦେଖି ଚାହିଁ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରିବେ, କାହାକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରିବେ ନାହିଁ। ଆପଣ ମୋତେ କମେଣ୍ଟ କଲେ ଏହାର ପର ଭିଡ଼ିଓରେ ଆପଣ କିପରି ଶତ୍ରୁଙ୍କୁ ପରାଜିତ କରିବେ ଆଉ ଈର୍ଷା ଥିବା ବନ୍ଧୁ କିମ୍ବା ପଡ଼ୋଶୀ ତାଙ୍କୁ କିପରି ପରାଜିତ କରିବେ, ମୁଁ ସେ ବିଷୟରେ ଏକ ଭିଡ଼ିଓ କରିବି। ଜୟ ସୀତାରାମ।